প্রিয় শ্ରୋତା ବନ୍ଧୁ ନମସ୍କାର। ଆମେ ଆଜି ଶନିବାର ବିଷୟରେ କହିବା। ଶନିବାର ଦିନ 12 ରାଶିର ଲୋକେ କିଏ କେଉଁ ପ୍ରକାର ସୁଖ ବା ଦୁଃଖକୁ ସ୍ୱାଗତ କରିବେ, ବିଧି କାହା ପାଇଁ କେଉଁ ବିଧାନ କରିଛନ୍ତି, କାହାର ଭାଗ୍ୟରେ ହାତୀ ସୁନା କଳସର ଜଳ ଢାଳିବ ତ କାହାର ଗୋଡ଼କୁ ଟାଣି ଓଟାରି ତଳେ ଘୋଷାଡ଼ିବ, ସେ କଥା କେବଳ ତାଙ୍କୁ ଜଣା। ଗୋଟେ ଧାଡ଼ି ଆପଣଙ୍କର ମନେ ଅଛି, କର୍ମ କଷଣ ଦେହ ସହେ ଅରଣ୍ୟେ ଅଜଗର ପ୍ରାୟ। ହାତ ଗୋଡ଼ ଆଖି ନାକ କାନ କର୍ମ କରନ୍ତି, ଯେହେତୁ ଏମାନେ ସମସ୍ତେ ଏ ଶରୀରର ସଦସ୍ୟ, ତେଣୁ କର୍ମ କଷଣ ଦେହ ସହେ। ଆମେ ଯେଉଁ କର୍ମ କରୁଛେ ସେ କର୍ମର କଷ୍ଟ ଦେହ ସହେ। ଯାହାର ଅନ୍ୟ ନାଁ ହେଲା ବ୍ୟାଧି, ଦୁଃଖ, ଶାରୀରିକ ଦୁଃଖ। ଅରଣ୍ୟେ ଅଜଗର ପ୍ରାୟ, ବିରାଟ କାୟ ଜନ୍ତୁ ଅଜଗର ହେଲେ ପଡ଼ିଥାଏ, ତାକୁ କିଏ ମାଡ଼ି ଦିଏ, କିଏ ଦଳି ଦିଏ। ସାମ୍ନାକୁ ଆସିଲେ ତା ନିଦ ଭାଙ୍ଗିଲେ ସେ ଅନୁଭବ କରେ। ସେମିତି ଆମ ଦେହ ସବୁ କଷ୍ଟ ଭୋଗେ। ଯେହେତୁ ଆମେ କ'ଣ କରୁଛେ, କିଛି ଦୁଷ୍କର୍ମ କରୁଛେ, କିଛି ମନ୍ଦ କର୍ମ କରୁଛେ, କିଛି ଭୁଲ କାମ କରୁଛେ। କର୍ମ କରିବ ନାନା ମତେ, ଫଳିବ କର୍ମ ରାୟତେ। ଯେମିତି କର୍ମ ସେମିତି ଫଳ। ଯେଉଁଟା କାଲି କହିଥିଲି, ଦେଇଥିଲେ ନନା ପାଇ, ଦେଇଥିଲେ ପାଇ। ତେଣୁ ଆମେ ସମସ୍ତେ ସତ୍କର୍ମ କରିବା ତ ନବଗ୍ରହ ଆମକୁ ସଦ୍ବୁଦ୍ଧି ଦେବେ, ସତ୍ଫଳ ପାଇବା, ରୋଗ ବ୍ୟାଧି ଆସେନା। ବ୍ୟାଧି ଏତେ କଷ୍ଟ ଦିଏ, ରୋଗୀ ତାହା ବ୍ୟକ୍ତ କରିପାରେନି। ତେଣୁ ଭଲ କାମ କରିବା ବନ୍ଧୁ, ଆମେ ଭଲ ହବା। ବଡ଼ ହବା ତ ବଡ଼ କଥା, ଆମେ ଭଲ ହବା। ଭଲ ହେଇଗଲେ ଆଉ ଭୁଲ ହବନି। ପ୍ରତିଜ୍ଞା କରନ୍ତୁ, ମୁଁ ଭଲ ହେବି, କାୟ ମନ ବାକ୍ୟରେ ଭଲ ହେବି। ଶନିବାର 21 ତାରିଖ, ସୂର୍ଯ୍ୟ ଉଦୟ ହେବେ 6ଟା13 ପରେ, ଅସ୍ତ ହେବେ 5ଟା46 ପରେ। ଆଉ ଆମେ ସତର୍କ ରହିବା, ସକାଳ 9ଟା4ରୁ 10ଟା32 ଯାଏ। କନ୍ୟା ରାଶି ପାଇଁ ଆଜି ଟିକେ ସବୁଆଡ଼ୁ ଅସୁବିଧା। ଘାତ 12, ପୁଣି ଘାତ ଚନ୍ଦ୍ର। କନ୍ୟା ରାଶିଆଙ୍କର ଆଜି ଘାତ 12, ଆଉ କନ୍ୟା ରାଶି ମହିଳାଙ୍କର ଘାତ ଚନ୍ଦ୍ର। ତେଣୁ କନ୍ୟା ରାଶିର ମହିଳାମାନେ ଟିକେ ଜଗି ରଖି ତାଙ୍କ ଅସ୍ତ୍ରଶସ୍ତ୍ର, ଛୁରୀ ପନିକି, ବ୍ଲେଡ଼, ଛୁଞ୍ଚି ଇତ୍ୟାଦିକୁ ବ୍ୟବହାର କରିବା ଉଚିତ। ଆଉ ନହେଲେ ଭଲ। ଶନିବାର 21 ତାରିଖ, ମେଷ ରାଶି, ଅଶ୍ୱିନ ନକ୍ଷତ୍ରଧାରୀ ଜନତା ରାତି 7ଟା5 ପରଠାରୁ ସତର୍କ ରହିଲେ ଭଲ। ପ୍ରଥମତଃ ଶନି ମଙ୍ଗଳଙ୍କର ପଡ଼େନି, ଏଣୁ ଆଜି ମନସ୍ତାପ କରିବାକୁ ପଡ଼ିବ। ମାନେ ଦେହ ଯନ୍ତ୍ରଣା ବଢ଼ିଯିବ ବୋଇଲେ ମନ ଦୁଃଖ ହେବ, ବ୍ୟୟ ବଢ଼ିଯିବ ଏଣୁ ମନ ଦୁଃଖ ହେବ, ଆୟ ଅମଳ ମାନ୍ଦା ହେବ ତେଣୁ ମନସ୍ତାପ ହେବ। କେଉଁ କ୍ଷେତ୍ରରେ ବି କଳହ ହୋଇପାରେ, ଏଣୁ ମନସ୍ତାପ ହେବ। ସନ୍ଧ୍ୟା 7ଟା7 ପରଠାରୁ ସର୍ବବିଧ ମଙ୍ଗଳ ହେବ, ଆଉ ଆନନ୍ଦ ଆସିବ। ସନ୍ଧ୍ୟା 7ଟା7 ଯାଏ ମେଷ ରାଶି ବନ୍ଧୁଙ୍କର ସବୁ କାମର ଫଳ ହେବ। ମନସ୍ତାପ, ଦୁଃଖ, ଦେହ ଖରାପ ହେବ, ଆୟ ଅମଳ କମିଯିବ। ତା ଛଡ଼ା କେଉଁଠି ବି କଜିଆ ହେଇଯାଇପାରେ। ମେଷ ରାଶି ପାଇଁ ସନ୍ଧ୍ୟା 7 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଶୁଭ। ସନ୍ଧ୍ୟା 7 ପରଠାରୁ ଆକାଶ ନିର୍ମଳ ହେଇଯିବ, ମଳୟ ପବନ ବହିବ, ସମସ୍ତ ଅସୁବିଧା ସୁବିଧାର ରୂପ ନେବ, ଆଉ ମନସ୍ତାପ ନାହିଁ। ବୃଷ ରାଶି, ଶନିବାର 21 ତାରିଖ କ'ଣ ଅଛି ଦେଖିବା।
21 ତାରିଖ ଶନିବାର ବୃଷ ରାଶି ରୋହିଣୀ ନକ୍ଷତ୍ରର ସନ୍ଧ୍ୟା 7ଟା 7ରୁ ସତର୍କ ରହିବା ଉଚିତ। ସନ୍ଧ୍ୟା 7ଟା 7 ପରଠାରୁ ଅଶୁଭ ସମୟ ଆସି ପ୍ରଥମେ ବୃଥା ଖର୍ଚ୍ଚ ହେବ, ପୁଣି ଦେହ ଅସୁସ୍ଥ ହେବ। ମାତ୍ର ସେ ଯାଏ 7ଟା 7 ପରେ ଦୁଃଖ। ରାତିଟା ଦୁଃଖମୟ, ରାତି ସାରା ସମସ୍ୟା ହେବ। ବିଶ୍ରାମ ନିଅନ୍ତୁ, ଶୋଇପଡ଼ନ୍ତୁ, ଭଲ। 7ଟା 7 ପରଠାରୁ ଅଶୁଭ ଆସିବ, ମାତ୍ର ସେ ଯାଏ ପଦୋନ୍ନତି ମାର୍ଗ ସଫା ରହିବ। ପଦୋନ୍ନତି, ଯିଏ ଯେଉଁ କାମ କରୁଥିବେ ସେଥିରେ ଯଦି ମନ ଖୁସି ଲାଗିଲା, ଆୟ ଅମଳ ବଢ଼ିଗଲା, ତାହେଲେ କେମିତି ହେବ? ମୋର ଟିକେ ଉନ୍ନତି ହେଇଛି, ହେବନି? ଏଇ ତ ଉନ୍ନତିର ଅର୍ଥ ହେଲା ପଦୋନ୍ନତି। ଯିଏ ଯେଉଁ ପଦରେ ଅଛନ୍ତି ତାଠୁ ଟିକେ ଉପରକୁ ଯିବା ହେଲା ପଦୋନ୍ନତି। ତେଣୁ ସମସ୍ତଙ୍କ ମନ କହିବ ମୋର ପଦୋନ୍ନତି ହେଇଗଲା। ହଁ, ସେଇଭଳି ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏଇଭଳି ମନୋଭାବ ଆସିବ, ମାନେ ସବୁଥିରେ କିଛି ଖୁସି ଆସିବ। ମନ ଲାଖି ଧନ ଜନ ଜାନ ମାନ ସମ୍ମାନ ପାଖକୁ ଆସିବ, ମାନେ ମନ ଖୁସି ଲାଗିବ। ଯେ ମୋର ପ୍ରମୋସନ୍ ହେଇଗଲା, ମୋର ପଦୋନ୍ନତି ହେଇଗଲା। ଚାକିରିଆ ମାନଙ୍କର ଶତଶତିଆ ପ୍ରମୋସନ୍ ହେବ। ଯେଉଁମାନେ ଚାକିରି କରିଛନ୍ତି, କମ୍ପାନୀ ଚାକିରି ହେଉ, ପ୍ରାଇଭେଟ୍ ଚାକିରି ହେଉ, ଆଉ ସରକାରୀ ଚାକିରି ହେଉ ଇତ୍ୟାଦି, ତାଙ୍କର ଶତଶତିଆ ପ୍ରମୋସନ୍ ହେବ। ଯେଉଁ ପଦବୀରେ ଥିବେ ଟିକେ ଉପରକୁ ଯିବେ। ହଁ, ଆୟ ଅମଳ ଭଲ ହେବ। ସମସ୍ତ ବୃତ୍ତିଜୀବୀ ସୁଖୀ ହେବେ। ଦେହ ମୁଣ୍ଡ ସୁସ୍ଥ ରହିବ। ମାତ୍ର 7ଟା 7 ପରେ, ରାତି 7ଟା 7 ପରେ ସବୁ ପ୍ରକାର ଦୁଃଖ କ୍ରମଶଃ ପାଖକୁ ଆସିବ। ସେ ପ୍ରମୋସନ୍ ପଦବୀକି ଛଡ଼େଇ ନେବ। ମାନେ ଯେତେ ଆନନ୍ଦିତ ଥିଲେ ସେହି ପରିମାଣରେ ଦୁଃଖ ମଧ୍ୟ ଆକ୍ରମଣ କରିବ। ମିଥୁନ ରାଶି ଶନିବାର 21 ତାରିଖ, ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ରର ମିଥୁନ ରାଶି ଆର୍ଦ୍ରା ନକ୍ଷତ୍ରର ସନ୍ଧ୍ୟା 7ଟା 7 ପରଠାରୁ ସତର୍କ ରହିବା ଉଚିତ। ମିଥୁନ ରାଶି ଜନତା ଆଜି ଶାନ୍ତିରେ ଶ୍ୱାସକ୍ରିୟା କରିପାରିବେ। ମାନେ ଫୁସ୍ଫୁସ୍ ସଂକ୍ରାନ୍ତୀୟ ଦୁଃଖ ନାହିଁ। ଥଣ୍ଡା ରୋଗ କମିଯିବ, କାଶ ସର୍ଦ୍ଦି କମିଯିବ, ଦମା ଯେଉଁ ପେଲି ହେଉଥିଲେ ତା ମଧ୍ୟ ହେବନି। ଶ୍ୱାସକ୍ରିୟା ଜନିତ ଦୁଃଖ ଆଜି ନାହିଁ। ଶନିବାର ଯେଉଁ କାମରେ ହାତ ଦେବେ ସେ କାମରେ ସଫଳ ହେବେ, ବିଜୟୀ ହେବେ। ପାର୍ଥିବ ସୁଖ, ସମସ୍ତ ପାର୍ଥିବ ସୁଖ ଆପଣଙ୍କର ଧର୍ମ ଆଉ କର୍ମ ଅନୁସାରେ, ଆପଣ ଯେତିକି ଧାର୍ମିକ, ଯେତିକି କର୍ମଠ, ସେ ଅନୁଯାୟୀ ଆପଣଙ୍କୁ ସୁଖ ମିଳିବ, ପାର୍ଥିବ ସୁଖ ମିଳିବ। ଯିଏ ଯେମିତି ଖଟିବ ତା ଅଣ୍ଟିକି ସେମିତି ଅର୍ଥ ଆସିବ, ତା ପ୍ୟାକେଟ୍ ଭରପୁର ହେଇଯିବ। ହଁ, ଈଶ୍ୱର ଆଜି ଅବଶ୍ୟ ଦୟା କରିବେ। ହେଲେ ସେପଟେ ବୃଷ ରାଶି ପାଇଁ ଘାତବାର, ମିଥୁନର ଶୁଭ, ବୃଷର ଘାତବାର, ଟିକେ ସାବଧାନ ରହିଲେ ଭଲ। ବୃଷର ଘାତବାର, ମିଥୁନର ଅସୁବିଧା କିଛି ନାହିଁ, ସବୁ ପ୍ରକାର ସୁବିଧା। ଖାଲି ଆର୍ଦ୍ରା ନକ୍ଷତ୍ରଧାରୀ 7ଟା 7 ପରଠାରୁ ଟିକେ ସତର୍କ ରହିଲେ ଭଲ। କର୍କଟ ରାଶି 21 ତାରିଖ, କର୍କଟ ରାଶି ପୁଷ୍ୟା ନକ୍ଷତ୍ରର ରାତି 7ଟା 10 ପରଠାରୁ ସତର୍କ ରହିବା ଉଚିତ। ପୁଷ୍ୟା ନକ୍ଷତ୍ର 8 ନକ୍ଷତ୍ର, କର୍କଟ ରାଶି 7ଟା 10 ପରଠାରୁ ସତର୍କ ରହିଲେ ଭଲ। ପୂର୍ବ ସୁକୃତ ବଳରୁ ଶନିବାର ସହଯୋଗର ହାତ ଲମ୍ବି ଆସିବ କର୍କଟ ରାଶି ଜନତାଙ୍କ ପାଖକୁ। ପୂର୍ବରୁ ସେ କିଛି ସୁକୃତ କରିଛନ୍ତି, କିଛି ସୁକୃତ ମାନେ ପୁଣ୍ୟ କରିଛନ୍ତି,
ଯାହା ଫଳସ୍ୱରୂପ ସେମାନଙ୍କ ପାଖକୁ ସହଯୋଗର ହାତ ଲମ୍ବି ଆସିବ। ସେମାନେ ଆଜି ଉପକୃତ ହେବେ। ଦେଇଥିଲେ ପାଇ, ସେଇ କଥା ମନେ ରଖିଥିବେ ସବୁବେଳେ। ଦେଇଥିଲେ ପାଇ ଇଏ ସମାଜକୁ ଆପଣ ଯାହା ଦେବେ ସିଏ ତାର 6 ଗୁଣ ଫେରେଇବ। କହନ୍ତିନି ଗୋଡ଼ିର ଜବାବ ଇଟା ଦିଏ, 6 ଗୁଣ। ହଁ, ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ 6 ଗୁଣ ମୂଳ ସହିତ। ତେଣୁ ପୂର୍ବ ସୁକୃତ ବଳରୁ ଆଜି ସହଯୋଗର ହାତ ଲମ୍ବି ଆସିବ କର୍କଟ ରାଶିର ଜନତାମାନଙ୍କ ପାଖକୁ। ସମ ଦୁଃଖୀ ବନ୍ଧୁ ମଧୁର ସଂଳାପ କରିବେ। 7ଟା 10 ସନ୍ଧ୍ୟା ପରେ ସମସ୍ତ କର୍ମ ଯୋଜନା ସଫଳ ହେବ। ଆୟ ଅମଳ ଭଲ ହେବ, ଅସୁବିଧା କିଛି ନାହିଁ। ମାତ୍ର ସେ ଯାଏ ସମ୍ମାନ ହାନି ଭୟ ଅଛି। 7ଟା 10 ଯାଏ ଗୋଟିଏ ଭୟ, ସମ୍ମାନ ହାନି। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ତେଣୁ ଆଲୋ ସଖୀ, ଆପଣା ମହତ ଆପେ ରଖି ହାତେ ମାପି ଚାଖେଣ୍ଡ ଚାଲ। କିଛି ଅବୁଝା ଲୋକ ଅଛନ୍ତି, ଅବାଗିଆ ଲୋକ ଅଛନ୍ତି, ଭାରି ଜ୍ଞାନୀ ନିଜକୁ ଭାବନ୍ତି। ହଁ ହଁ, ମୋ ଭଳିଆ ଜ୍ଞାନୀ ଆଉ କେହି ନାହାନ୍ତି। ଆଉ ସେଇମାନେ ହିଁ ଦୁଃଖର ସ୍ୱାଗତ କରନ୍ତି, ଦୁଃଖକୁ ଚାଖନ୍ତି କେମିତି ଲାଗେ। ସିଂହ ରାଶି, ଶନିବାର 21 ତାରିଖ। ସିଂହ ରାଶି ମଘା ନକ୍ଷତ୍ର ଲୋକେ ରାତି 7ଟା 10 ଠାରୁ ସତର୍କ ରହିବା ଉଚିତ। ସିଂହ ରାଶି ମଘା ନକ୍ଷତ୍ର। ସିଂହ ରାଶିର ଶନିବାର ଘାତବାର, ସାବଧାନ। ସିଂହ ରାଶିର ଶନିବାର ଘାତବାର, ଆଦୌ ଶୁଭ ଦିନ ନୁହେଁ। ସିଂହ ରାଶିର ଶନିବାର ଆଦୌ ଶୁଭ ଦିନ ନୁହେଁ। କେଉଁଠି ଆଘାତ ହୋଇ କଷ୍ଟ ଲାଗିପାରେ। ମାନସିକ ଆଘାତ ବି ବିଚଳିତ କରିବ। ଶାରୀରିକ ଦୁଃଖ ଅଛି। ତେଣୁ ସିଂହ ରାଶିର ଲୋକମାନେ ଈଶ୍ୱରଙ୍କୁ ଚିନ୍ତା କରନ୍ତୁ। କନ୍ୟା ରାଶି 21 ତାରିଖ ଶନିବାର। କନ୍ୟା ରାଶି ମହିଳାଙ୍କର ଘାତ ଚନ୍ଦ୍ର, ସାବଧାନ। ସମସ୍ତ କନ୍ୟା ରାଶି ପାଇଁ ଘାତବାର। ପୁନଶ୍ଚ ସନ୍ଧ୍ୟା 7ଟା 10 ଠାରୁ ହସ୍ତା ନକ୍ଷତ୍ରର ଅସୁବିଧା, ଅର୍ଥାତ୍ ହସ୍ତା ନକ୍ଷତ୍ରଧାରୀ ସତର୍କ ରହିବା ଉଚିତ। ଶନିବାର ହେତୁ କନ୍ୟାର ଅଧିପତି ବୁଧ, ବୁଧଙ୍କ ସହ ଶନିଙ୍କର ସମ୍ପର୍କ ସୁଦୃଢ଼ ନିବିଡ଼। ଏଣୁ ଶନିବାର ଭଲ ରୋଜଗାର ହେବ। ସବୁ ବୃତ୍ତିଧାରୀ ମନ ଲାଖି ଆୟ କରି ଖୁସି ହେବେ। କର୍ମ କ୍ଷେତ୍ରରୁ କର୍ମ ଓ ଚେଷ୍ଟାରୁ, କର୍ମ ବଳରୁ ଆଉ ଚେଷ୍ଟା ବଳରୁ ଧନ ମାନ ପ୍ରତିଷ୍ଠା ଆଦର ମିଳିବ। ସବୁଥିରେ କୁହାଯାଏ ଗୋଟିଏ କଥା, ଚେଷ୍ଟା। ଯେମିତି ଚେଷ୍ଟା କରିବେ, ଯେମିତି କର୍ମ କରିବେ, ଯେତେ ମନ ସୁଦୃଢ଼ ହେବ ସେତେ ଭଲ ଫଳ ମିଳିବ। ଏବଂ ଫଳ ଟିକେ ଡେରିରେ ମିଳିବ। ବିଳମ୍ବେ କାର୍ଯ୍ୟ ସିଦ୍ଧି, ଆଉ ଅଶୁଭ ଫଳ ତୁରନ୍ତ ମିଳିଯିବ। ଆଉ ସେଟା ପଛରେ ପିତା ଲାଗିବ, ଭାରି କଷ୍ଟ ହେବ। ତେଣୁ ଭଲ ହେଇଯାଆନ୍ତୁ, ଭଲ କାମ କରନ୍ତୁ, ଭଲ ମଣିଷ ହୁଅନ୍ତୁ, ଆରାମରେ ନିଶ୍ୱାସ ନିଅନ୍ତୁ, ସୁଖରେ ଶୁଅନ୍ତୁ। ଭଲ। ତୁଳା ରାଶି ଶନିବାର 21 ତାରିଖ। ତୁଳା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର ହେଲା। ଶନିବାର ତୁଳା ରାଶି ପାଇଁ ଶୁଭବାର। ଏଥିଲାଗି ଧନ ଓ ସୁଖ କ୍ରମାନ୍ୱୟରେ ଜୀବନ ମଞ୍ଚକୁ ଆସି ଶାନ୍ତି ପୁଷ୍ପ ବୃଷ୍ଟି କରିବ। ଶନିଙ୍କର ଶୁକ୍ରଙ୍କର ମିତ୍ରତା ଅଛି ନା। ତୁଳାର ଅଧିପତି ଶୁକ୍ର। ସନ୍ଧ୍ୟା 7ଟା 10 ପରଠାରୁ ଆୟ ବଢ଼ିଯିବ। ଫଳରେ କର୍ମ କ୍ଷେତ୍ରରୁ ଶାନ୍ତି ସୁଖ ମିଳିବ।
କର୍ମକ୍ଷେତ୍ରର ଉନ୍ନତି ହେବ। ସନ୍ଧ୍ୟା 7ଟା 10 ପରେ ସ୍ୱାତୀ ନକ୍ଷତ୍ରର ଅସୁବିଧା ହେବ। ଦେହ ମନ ସୁସ୍ଥ ରହିଲେ ବି ସେମାନେ ଟିକେ ଚିନ୍ତାରେ ପଡ଼ିଯିବେ। ସମସ୍ତ ତୁଳା ରାଶି ଲୋକେ ଦେହ ମନ ଓ ମୁଣ୍ଡର ସୁସ୍ଥତା ଲାଭ କରି ଆନନ୍ଦରେ ସମୟ କାଟିବେ। ଯଥା ସମୟରେ ଖାଦ୍ୟ ପେୟ ଶଯ୍ୟା ବନ୍ଧୁ ମିଳିଯିବେ, ଶାନ୍ତି ଲାଗିବ। ହଁ, ଖାଲି ସନ୍ଧ୍ୟା 7ଟା 10 ପରେ ସ୍ୱାତୀ ନକ୍ଷତ୍ରର ଅସୁବିଧା, ନହେଲେ ଆଉ କିଛି ନାହିଁ। ବିଛା ରାଶି 21 ତାରିଖ ଶନିବାର ବିଛା ରାଶି ଅନୁରାଧା ନକ୍ଷତ୍ରର ରାତି 7ଟା 10 ଠାରୁ ସତର୍କ ରହିବା ଉଚିତ। ସମସ୍ତ ବିଛା ରାଶି ପାଇଁ ଥଣ୍ଡା ରୋଗ କଷ୍ଟ ଦେଇପାରେ। ଶ୍ୱାସକ୍ରିୟାରେ କଷ୍ଟ ହେବ। ନହେଲେ ସନ୍ଧ୍ୟା 7ଟା 10 ଯାଏ ନାନାବିଧ ମୌଳିକ ସୁଖ ମିଳିବ। ସନ୍ଧ୍ୟା 7ଟା 10 ପରେ ସମସ୍ୟା। ସନ୍ଧ୍ୟା 7ଟା 10 ଯାଏ ସୁବିଧା। ହଁ, ସମସ୍ତଙ୍କର ସୁଖ ଭିନ୍ନ ଭିନ୍ନ। ତେଣୁ ଯିଏ ଯେଉଁ ସୁଖ ଖୋଜେ ବିଧାତା ଆଜି ସେମାନଙ୍କର ମନୋବଳ ଆଉ କରବଳ ଅନୁଯାୟୀ ଯଥେଷ୍ଟ ସୁଖ ପ୍ରଦାନ କରିବେ। ରାତିରେ 7ଟା 10 ପରେ ପରେ ଆୟ ଅମଳ ବଢ଼ିଆ ହେବ। ଖାଲି ଅନୁରାଧାର ସିନା ଅସୁବିଧା, ବାକି ବିଶାଖା ଆଉ ଜ୍ୟେଷ୍ଠାର ତ ଅସୁବିଧା ନାହିଁ। ତେଣୁ ସନ୍ଧ୍ୟା 7ଟା 10 ପରେ ଟିକେ ଥଣ୍ଡା ରୋଗ ହେବ କାହାକୁ? ଅନୁରାଧାଙ୍କୁ। ନହେଲେ ଅନ୍ୟ ସବୁ ସୁବିଧା ହେବ। ଆୟ ଅମଳ ବଢ଼ିଯିବ। ସମସ୍ତ ବୃତ୍ତି ପାଇଁ ଖୁସି ଖବର ମିଳିବ। ସେମାନେ ସମସ୍ତେ ପ୍ରଫୁଲ୍ଲିତ ହେବେ। ଧନୁରାଶି ଶନିବାର 21 ତାରିଖ ଧନୁରାଶି ମୂଳା ନକ୍ଷତ୍ର ପାଇଁ ଅଶୁଭ ସମୟ ରାତି 7ଟା 5 ପରଠାରୁ ଆରମ୍ଭ ହେବ। ମୂଳା ବ୍ୟତୀତ ଅନ୍ୟ 2 ନକ୍ଷତ୍ରଧାରୀ ଜନତା ସନ୍ଧ୍ୟା 7ଟା ପରେ ଧୀରେ ଧୀରେ ସୁଖ ଶାନ୍ତି ପାଇବେ। ସେ ଯାଏ ବଡ଼ ଅଶୁଭ, ଦିନଟା ବଡ଼ ଅଶୁଭରେ ଯିବ। କାର? ଧନୁରାଶି ଜନତାଙ୍କର। ସନ୍ଧ୍ୟା 7ଟା 5 ପରେ ଧୀରେ ଧୀରେ ବିବିଧ ସୁଖ ଶାନ୍ତି ପାଖକୁ ଆସିବ। ପୁରୁଣା ରୋଗ ବଡ଼ ଦୁଃଖ ଦେବ। ବୁଦ୍ଧରେ ବୃଥାରେ ଅନେକ ସମୟ ନଷ୍ଟ ହେବ। ଯଥା ସମୟରେ ଖାଦ୍ୟ ଓ ଶୟନ ସୁଖ ମିଳିବ ନାହିଁ। ସନ୍ଧ୍ୟା ପରେ ଦେବ ଦର୍ଶନ ଯୋଗ ଅଛି। ବିଳମ୍ବରେ ହେଲେ ବି ବଢ଼ିଆ ଖାଦ୍ୟ ମିଳିବ। ବିଳମ୍ବରେ, ଯଥା ସମୟରେ ନାହିଁ। ଛଟପଟ ଲାଗୁଥିବ ପେଟକୁ, ଯାହା ହଉ ଭଲ ଖାଦ୍ୟ ମିଳିବ ବିଳମ୍ବରେ। ସନ୍ଧ୍ୟା ଏପଟ ସେପଟ ମାନେ ସନ୍ଧ୍ୟା ପୂର୍ବରୁ ଆଉ ପରେ ଦେବ ଦର୍ଶନ ଯୋଗ ଅଛି। ଆତ୍ମୀୟ ଲୋକମାନେ ଆଜି ଭେଟଘାଟ ହେବେ। ଧନୁରାଶି। ମକର ରାଶି 21 ତାରିଖ ଶନିବାର ମକର ରାଶି ଶ୍ରବଣା ନକ୍ଷତ୍ରର ସନ୍ଧ୍ୟା 7ଟା 5 ପରଠାରୁ ଅଶୁଭ ସମୟ ଆସିବ। ସନ୍ଧ୍ୟା 7ଟା 10 ପରେ ନାନାବିଧ ଶାରୀରିକ ସମସ୍ୟା ଆସିବ। ପୁରୁଣା ରୋଗ ବଢ଼ିଯିବ। ସମସ୍ତ ବୃତ୍ତିଧାରୀ ନିଜ କର୍ମ କ୍ଷେତ୍ରରେ ଧନ ମାନ ଆଦର ଶ୍ରଦ୍ଧା ପାଇ ଖୁସି ହେବେ। ଦିନରେ ସୁସ୍ଥ, ରାତିରେ ଅସୁସ୍ଥ। ଦିନରେ ସବୁ ସୁଖ ମିଳିବ, ରାତିରେ ଶାରୀରିକ ଯନ୍ତ୍ରଣା ବଢ଼ିଯିବ। ତ ଅନ୍ୟାନ୍ୟ ଭୌତିକ ସୁଖ କ'ଣ ଆନନ୍ଦ ଦେବ? କୁମ୍ଭ ରାଶି ଶନିବାର 21 ତାରିଖ କୁମ୍ଭ ରାଶି ଶତବିଶା ନକ୍ଷତ୍ରର ସନ୍ଧ୍ୟା 7ଟା 5ରୁ ସତର୍କ ରହିଲେ ଭଲ। ଶନିବାର କୁମ୍ଭ ରାଶି ଜନତା ସମ୍ମାନିତ ହେବେ। ଆଦର ମମତା ପାଇବେ। ମାତ୍ର ସନ୍ଧ୍ୟା 7ଟା 10 ପରଠାରୁ
ମନ ବ୍ୟାକୁଳ ହେବ, ଧନାଗମ ହେବ, ମାତ୍ର ମନ ବୁଝିବନି। ଅବୁଝା ମନକୁ ବୁଝେଇବା ପାଇଁ ବିବେକ ମଧ୍ୟ କାମ ଦେବନି। ତେଣୁ କର୍ମରେ ମନ ଲାଗିବନି। ସନ୍ଧ୍ୟା 7:10 ପରେ ମନ ଆପେ ଆପେ ବୁଝିଯିବ। ଆୟ ଭଲ ହେବ, ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ, ମନ ଶାନ୍ତ ହେବ, ସୁଖ ଶାନ୍ତି ଫେରିବ, ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ସନ୍ଧ୍ୟା 7 ପର୍ଯ୍ୟନ୍ତ ଅବୁଝା ମନକୁ ବୁଝେଇବା ପାଇଁ କୁମ୍ଭ ରାଶିର ଲୋକେ ଚେଷ୍ଟା ବି କରିପାରିବେନି। କାରଣ ବିବେକ କାମ ଦେବନି, ବୁଦ୍ଧି କାମ ଦେବନି, ଜ୍ଞାନ କାମ ଦେବନି। ସନ୍ଧ୍ୟା 7 ପରେ ସବୁ ସୁବିଧା ଆପେ ଆପେ ମିଳିଯିବ କୁମ୍ଭ ରାଶିକୁ। ମୀନ ରାଶି ଶନିବାର 21 ତାରିଖ 1 ଶୁଭ ଦିନ, ମାତ୍ର ସନ୍ଧ୍ୟା 7:05 ଉତ୍ତର ଭାଦ୍ର ନକ୍ଷତ୍ରର କ୍ଷତି ହେବ। ସନ୍ଧ୍ୟା 7:10 ପରେ ମନ ବ୍ୟାକୁଳ ହେବ। ଧନାଗମ ହେଲେ ବି ମନ ବୁଝିବନି, ଏଣୁ କର୍ମରେ ମନ ଲାଗିବନି। ବ୍ୟସ୍ତ ବିବ୍ରତ ହେବେ, ମାତ୍ର ସେ ଯାଏ ସନ୍ଧ୍ୟା 7:05 ଯାଏ ସର୍ବବିଧ ବ୍ୟକ୍ତିଗତ ମୌଳିକ ସୁଖ ନିଶ୍ଚୟ ମିଳିବ। ଦେହ ସୁସ୍ଥ ରହିବ, ଖାଦ୍ୟପେୟ ରୁଚିକର ହେବ, ଆୟ ଅମଳରେ ବାଧା ନାହିଁ। ଚେଷ୍ଟା ଅନୁସାରେ ଆୟ ହେବ, ଅମଳ ହେବ, ରୋଜଗାର ବଢ଼ିବ। ଚେଷ୍ଟା ଆଦି ନାହିଁ, କ'ଣ ଛାଁ ଛାଁ ଆସିବ? ନହି ସୁପ୍ତସ୍ୟ ସିଂହସ୍ୟ ମୁଖେ ପ୍ରବିଶନ୍ତି ମୃଗାଃ। ତେଣୁ ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥୈଃ। ଉଦ୍ୟମ ବଳେ ସର୍ବସିଦ୍ଧି। ହେ ଭାଇ ବନ୍ଧୁ କୁଟୁମ୍ବ, ସମସ୍ତେ ଉଦ୍ୟମ କରନ୍ତୁ। ଯେଉଁ କର୍ମ ପାଇଁ ଯେତିକି ଉଦ୍ୟମ ଲୋଡ଼ା, ତାଠୁ ଟିକେ ଅଧିକ ଉଦ୍ୟମ କଲେ ଭଲ। କମେଇ ଦେଲେ କେମିତି ହେବ? ଗଣ୍ଠି ପଡ଼ିଯାଇଛି, ନଖ ନାହିଁ, କଟା ସରିଛି କାଲି। ଆଜି ତ ଆମକୁ ସେ ଗଣ୍ଠି ଖୋଲିବାକୁ ପଡ଼ିବ। ନ ଖୋଲିଲେ ଆମେ ଭିତରକୁ ଯାଇପାରିବାନି କର୍ମ କରିପାରିବା ପାଇଁ। ସେଇ ଗଣ୍ଠି ଖୋଲିବା ପାଇଁ କେତେ ଶ୍ରମ ଆବଶ୍ୟକ, ଆମକୁ ସେତିକି ବା ତାଠୁ ଅଧିକ କରିବା ଉଚିତ। ହଁ, ପଥରଟିକୁ ବାଟରୁ କାଢ଼ିଲେ ଗାଡ଼ି ଜାହାଜ କରିବ। ତେଣୁ ତା ପାଇଁ ଶାବଳ ଦରକାର, ବଳ ଦରକାର, ସେଇଭଳି ଶ୍ରମ ଦରକାର। ଆମେ କଠିନ ପରିଶ୍ରମ କରିବା, କିନ୍ତୁ ଦେହକୁ ଜଗି। ଆଗେ ଦେହ, ଶରୀରମ୍ ଆଦ୍ୟମ୍। ବନ୍ଧୁ, ଆଜି ଏତିକି। ଆସନ୍ତାକାଲି ଈଶ୍ୱରଙ୍କ କଲ୍ୟାଣ ଆଶାରେ ଅପେକ୍ଷା କରିବା, ଦେଖିବା କ'ଣ ହେଉଛି। ନମସ୍କାର।